2027 ସେନ୍ସସ୍ର ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ଆଲୋଚନା କରିବା, ଯାହାକି ଏଚଓଏଲ୍ ଆପ୍ର ବ୍ୟବହାର ବିଷୟରେ ଜାଣିବା। ଆପଣମାନଙ୍କର ସର୍ଭେଟା 26 ଏପ୍ରିଲରୁ ମେ 15 ପର୍ଯ୍ୟନ୍ତ ହେବ। ତେଣୁ ବର୍ତ୍ତମାନ ସରକାରଙ୍କ ଥ୍ରୁରୁ ଆପଣଙ୍କୁ ଆପଏଣ୍ଟମେଣ୍ଟ ଲେଟର ଆସିବ ଏବଂ ସେ ଆପଏଣ୍ଟମେଣ୍ଟ ଲେଟରରେ ଆପଣଙ୍କର ଲୋକେସନ୍ ଥିବ, କେଉଁ ଜାଗାକୁ ସର୍ଭେ କରିବେ ତା ଡିଟେଲ୍ ଲେଖା ଥିବ। ତେଣୁ ପ୍ରଥମ କାମ ହେଲା ଆପଣମାନେ ଭେରିଫାଏ କରିବେ ଆପଣ ଆପଏଣ୍ଟମେଣ୍ଟ ଲେଟର ସହିତ ଆପଣଙ୍କର ଯେଉଁ ଆପ୍ରେ ଯେଉଁଟା ଆସିବ ଡିସପ୍ଲେ ହେଇଛି ତାର ଜାଗାଟା ଦେଖିବେ ଆପଣ। ତେଣୁ ଆପଣଙ୍କର 15 ତାରିଖ ପରେ ଆପଣଙ୍କର ଏଇ ଆପ୍ର ବର୍ତ୍ତମାନ ପରିବର୍ତ୍ତନ ହେବ। ଆପଣଙ୍କର ଗୁଗଲ୍ ଆପ୍ରୁ ଆପଣ ଡାଉନଲୋଡ଼୍ କରିପାରନ୍ତି ବା ଏଇ ଆପ୍କୁ ରିଫ୍ରେଶ୍ ମାରିଲା ପରେ ନୂଆ କରି ଆପଣଙ୍କୁ ଅପଡ଼େଟ୍ ହେବ ଏବଂ ଏଇ ଆପ୍ରେ ଆପଣଙ୍କର ନୂଆ ଜାଗା ଲୋକେସନ୍ଟା ଶୋ କରିବ। ତେଣୁ ଆପଏଣ୍ଟମେଣ୍ଟ ଲେଟର ଅନୁସାରେ ଆପଣ ଭେରିଫାଏ କରିନେବେ। ଯଦି କିଛି ଭୁଲଭାଲ ଅଛି ତାହେଲେ ଆପଣ ଜଣାଇବେ ସୁପରଭାଇଜରଙ୍କୁ। ଓକେ, ତ ଆମେ ଦେଖିବା ଆମେ ଗୁରୁତ୍ୱପୂର୍ଣ୍ଣ ଆପ୍ ବିଷୟରେ ଜାଣିବା ଏବେ ଆପ୍ର ବ୍ୟବହାର କେମିତି କରିବା। ତ ପ୍ରଥମେ ଆପଣଙ୍କୁ ଏମିତି ଗୋଟେ ଆପ୍ ଆସିବ ଏବଂ ସେଥିରେ ଆପଣ ଯେଉଁ ହାଉସ୍ ହୋଲ୍ଡ ସର୍ଭେ କରିଥିଲେ ସେ ସର୍ଭେର ଡାଟା ଥିବ। ଆପଣଙ୍କର କେତେଟି ଘର ଅଛନ୍ତି କି ସେନ୍ସସ୍ ଅଛି ଅଲରେଡ଼ି ଆପଣଙ୍କ ଡିସପ୍ଲେ ହୋଇଥିବ। ବର୍ତ୍ତମାନ ଆମେ ଦେଖିବା ତାର ଡେମୋଷ୍ଟ୍ରେସନ୍ ଦେଖିବା। ଆପଣ ଦେଖନ୍ତୁ ଡେମୋଷ୍ଟ୍ରେସନ୍ ଦେଖିଛି, ଯେହେତୁ ଏଇଟା ଆପଣଙ୍କର ଟେମ୍ପରାରୀ ଆପ୍ଟା 15 ତାରିଖ ଅଟୋମେଟିକ୍ ଡାଟାଟା ଡିଲିଟ୍ ହୋଇଯିବ। ଦେଖନ୍ତୁ ଆପଣଙ୍କ ପ୍ରଥମ ଜିନିଷଟା ଦେଖନ୍ତୁ, ଆପଣଙ୍କ ଏଇ 6ଟା ଅପସନ୍ ଦିଶୁଛି। ବର୍ତ୍ତମାନ ଏଇ 6ଟି ଅପସନ୍ ହେଲା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ପ୍ରଥମଟି ଅଛି ନ୍ୟୁ ହାଉସ୍, ଆପଣ ଯେଉଁଟା ଏଣ୍ଟ୍ରି କରିବେ ସେଇଟା ହେଉଛି। ତାପରେ ଅପଡେସନ୍ ଡାଟା, ଭ୍ୟୁଜ୍ ସମରି, ଓକେ, ଏଡ଼ିଟ୍ ଅପସନ୍ ଦେଇଛି, ତାପରେ ସିଙ୍କ୍ ଅଛି, ତାପରେ ମାର୍କ ଏଜ୍ କମ୍ପ୍ଲିଟ୍। ତ ଏଇ 6ଟି ବିଷୟରେ ଆମେ ଜାଣିବା ଟିକିନିକି। ଆଉ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଏଇ 6ଟି ଯେଉଁଟା ଅପସନ୍ ଦିଆଯାଇଛି। ତ ପ୍ରଥମ ଅପସନ୍ଟା ଯେଉଁଟା ଅଛି ଆମର ପ୍ରଥମ ଅପସନ୍ଟା ହାଉସ୍ ଲିଷ୍ଟିଂଟା ଅଛି। ଆମେ ହାଉସ୍ ଲିଷ୍ଟିଂ ମାରିକି ଆମେ ସର୍ଭେ କରିବା ସେଠି। ଆମେ ଯାହା ହାଉସ୍ ହୋଲ୍ଡ ବିଷୟରେ ଆମେ ସର୍ଭେ କରିବା, ଘର କଣ୍ଡିସନ୍ କ'ଣ ଅଛି, ଫ୍ୟାସିଲିଟି କ'ଣ ଅଛି, ତାର ବ୍ୟବହାର କ'ଣ ହେଉଛି, ଓକେ, ଡିଟେଲ୍ ସେଇଟା ଆଲୋଚନା କରିବା। ଆମେ ଯେତେବେଳେ ସର୍ଭେ କରି ସାରିବା ତାହେଲେ ପ୍ରଥମ କ'ଣ କରିବା, ଆମେ ଗୋଟେ ତାର ଭ୍ୟୁ ସମରି ମାରିବା। ଦେଖନ୍ତୁ ଭ୍ୟୁ ସମରି ଅଛି, ଏଇ ଭ୍ୟୁ ସମରିକୁ ମାରିବା। ଏ ସମରି ମାରିଲେ ଆମେ ଯାହା ଆମେ ଡାଟା ଏଡ଼ିଟିଂ ଆମେ ଯାହା ସର୍ଭେ କରୁଛୁ ଏ ସର୍ଭେର ସବୁ ତଥ୍ୟ ବାହାରିବ। ଆପଣ ଦେଖିବେ କେଉଁଟା କମ୍ପ୍ଲିଟ୍ ହେଇଛି, କେଉଁଟା କମ୍ପ୍ଲିଟ୍ ହେଇନି। ଯଦି କମ୍ପ୍ଲିଟ୍ ହେଇନି ତାକୁ ପୁଣି ଥରେ ଆପଣଙ୍କର ସର୍ଭେ କରିବେ, କମ୍ପ୍ଲିଟ୍ କରିବେ। ତେଣୁ ଆମେ ଏଠି ଜାଣିବା, ଟୋଟାଲ୍ ଜାଣିବା ଆମେ କ'ଣ ହେଇଛି, ଆମେ ସର୍ଭେ ହେଇଛି ନ ହେଇଛି, କେଉଁଟା ଛାଡ଼ି ହେଇଛି, ତା ପାଇଁ ଆମେ ଡିଟେଲ୍ ଜାଣିବା ଭ୍ୟୁ ସମରିରେ। ତ ଭ୍ୟୁ ସମରି ଦେଖିଲା ପରେ ଆମେ ସର୍ଭେର ନେକ୍ସଟ ଅପଡେସନ୍ ଡାଟା ଅର୍ଥ ହେଉଛି ଆମେ ଏଡ଼ିଟିଂ କରିବା। ଓକେ, ଭୁଲଭାଲ ଯାହା ହେଇଛି, ନୂଆ କରି ଯାହା ଛାଡ଼ି ହେଇଛି କରିବ। ତ ଅପଡେସନ୍ ଡାଟା ପାଖକୁ ଯିବା। ଦେଖନ୍ତୁ ଅନ୍ କଲି ମୁଁ, ଦେଖନ୍ତୁ ଲେଖୁଛି ଡାଟାଟା ଇନକମ୍ପ୍ଲିଟ୍। ଯେଉଁଟା ଇନକମ୍ପ୍ଲିଟ୍ ହେଇଛି ଦେଖନ୍ତୁ ଡିଲିଟ୍ ଅପସନ୍ ଅଛି ଏବଂ ଏଡ଼ିଟ୍ ଅପସନ୍ ଅଛି। ଆପଣ କ'ଣ କରିବେ, ଆପଣ ସେ ଦେଖନ୍ତୁ ଅପସନ୍ ଯିବା, ଏଡ଼ିଟ୍ ଅପସନ୍ ପାଖକୁ ଯିବା ଆମେ। ତ ଦେଖନ୍ତୁ ଏଡ଼ିଟ୍ ପୁଣି ଥରେ ଖୋଲିଗଲା ଫାଇଲ୍ଟା। ତ ଆପଣ ପୁଣି ଥରେ ସେ ଘରର ଆପଣ ସର୍ଭେ କରିବେ ଏବଂ ଡାଟା ଏଣ୍ଟ୍ରି କରିବେ ଏବଂ ଅପଡ଼େଟ୍ ହେବ। ଓକେ, ଅପଡ଼େଟ୍ କଲା ପରେ ସେଭ୍ କରିବେ। ଓକେ, ତ ବର୍ତ୍ତମାନ ଯିବା ନେକ୍ସଟକୁ ଯିବା ଆମେ। ତ ଦେଖନ୍ତୁ ଭ୍ୟୁ ସମରି ପୁରା ଅପଡ଼େଟ୍ ହୋଇଗଲା ଆମର। ଅପଡ଼େଟ୍ ହେଲା ପରେ ଆପଣଙ୍କୁ ଇନଷ୍ଟ୍ରକ୍ସନ୍ ଅଛି ଯେ 5ରୁ 6ଟି ଘର ଆପଣ ସର୍ଭେ କଲା ପରେ ଆପଣଙ୍କର ଇଣ୍ଟରନେଟ୍ରେ ତାକୁ ସବମିଟ୍ କରିବେ। ଯେହେତୁ ଯେଉଁ ମୋମେଣ୍ଟରେ ବି କିଛିଟା ଆପଣ ଅସୁବିଧା ହୋଇପାରେ ମୋବାଇଲରେ, ତେଣୁ ଯାହା ସର୍ଭେର ଡାଟାକୁ ସୁରକ୍ଷିତ କରିବା ପାଇଁ ତାକୁ ଅପଲୋଡ଼ କରିବାକୁ ପଡ଼ିବ। ତେଣୁ ଅପଲୋଡ଼ କରିବାର ଅପସନ୍ ହେଉଛି ସିଙ୍କ୍। ଦେଖନ୍ତୁ ସିଙ୍କ୍ ଲେଖା ହେଇଛି। এই ସିଙ୍କ୍ ଅପସନ୍ରେ ଆପଣ ସେ ଡାଟା ସବୁକୁ ଅପଲୋଡ଼ କରିବେ। ତ ଡାଟାକୁ ଆପଣ କେମିତି ଅପଲୋଡ଼ କରିବେ, ଓକେ, ଆମେ ଦେଖିବା, ତାର ଡେମୋ ଦେଖିବା। ତ ଆପଣ ସର୍ଭେ କରିସାରିଲେ, ଆପଣ ଭ୍ୟୁ ସମରି ଦେଖିଲେ, ଆପଣ ଅପଡ଼େଟ୍ କଲେ ଯାହା ଛାଡ଼ିଛନ୍ତି, ତାପରେ କ'ଣ କରିବା, ଡାଟାକୁ ଆମେ ସବମିଟ୍ କରିବା। ଡାଟା ସବମିଟ୍ କରିବା ପାଇଁ ଆପଣ ମିନିମମ୍ ବି 5 to 6 ଘର କଲାଗଲେ ବର୍ତ୍ତମାନ ଡାଟାକୁ ସବମିଟ୍ କରି ଦେଖନ୍ତୁ ମୁଁ ମାରିଲି, ବର୍ତ୍ତମାନ ଅପସନ୍ ଦେଲି। ଅପସନ୍ ଦେଲା ପରେ ଦେଖନ୍ତୁ ଗୋଟେ ଡିସପ୍ଲେ ହେଉଛି। ଆପଣ ଗୋଟେ ସାର୍ଟିଫାଏ କରିବେ ଯେ ମୁଁ ଯେଉଁଟା ସର୍ଭେ କରିଛି ତାହା ଠିକ୍ ଅଛି, ସବୁ ଡାଟା ଠିକ୍ ଡାଟା ଅପଲୋଡ଼ କରିଛି। ତେଣୁ ସାର୍ଟିଫାଏ କରିବେ। ସାର୍ଟିଫାଏ କଲା ଆପଣ ଗୋଟେ ସିଗ୍ନେଚର୍ କରିବେ। ସିଗ୍ନେଚର୍ କଲା ପରେ ଯେ ଆପଣ ଡାଟାକୁ ସବମିଟ୍ କରିବେ। ଦେଖନ୍ତୁ ସାର୍ଟିଫାଏ ଦେଖିବା ଉପରେ ଆମେ ଟିକ୍ କରିବା ଏଠି। ତ ଟିକ୍ କଲା ପରେ ହେଇଗଲା। I hereby confirm that I have entered the data, ଓକେ, କରେକ୍ଟଲି ଲେଖା ହେଇଛି, ସବୁ ରେକର୍ଡ଼ କରେକ୍ଟଲି କରିଛି। ତାପରେ ସେଭ୍ ଆଣ୍ଡ ସିଙ୍କ୍ କରିବ। ଦେଖନ୍ତୁ ସେଭ୍ ଆଣ୍ଡ ସିଙ୍କ୍ ଅପସନ୍ ମୁଁ ଦେଲି ବର୍ତ୍ତମାନ, ସେଭ୍ ଆଣ୍ଡ ସିଙ୍କ୍। ତ ସେଭ୍ ଆଣ୍ଡ ସିଙ୍କ୍ ହେଲା। ପ୍ରୋଭାଇଡ଼ ୟୋର୍ ସିଗ୍ନେଚର୍ କହିଲା। ଦେଖନ୍ତୁ ଆପଣ ସେଭ୍ ଆଣ୍ଡ ପ୍ରୋଭାଇଡ଼ ସିଗ୍ନେଚର୍, ଏଇ ଜାଗାରେ ଆପଣ ସିଗ୍ନେଚର୍ଟା ଦେବେ। ଓକେ, ଆପଣ ସିଗ୍ନେଚର୍ କଲା ପରେ କ'ଣ ହେବ, ଆପଣଙ୍କ ସେଭ୍ ଆଣ୍ଡ ସିଙ୍କ୍ଟା ହେବ। ଆପଣ ଡାଟାଟା ଦେଖନ୍ତୁ ଇଣ୍ଟରନେଟ୍ କନେକ୍ସନ୍ ବନ୍ଦ କରାହେଇଛି, ତେଣୁ ବର୍ତ୍ତମାନ ଶୋ କରିନି। ଆପଣ ଇଣ୍ଟରନେଟ୍ କନେକ୍ସନ୍ ଅଟୋମେଟିକ୍ ଅନ୍ ଥିବ। ଓକେ, ତେଣୁ ବର୍ତ୍ତମାନ କ'ଣ ଆପଣ ସବମିଟ୍ ହେଇଯିବ। ଯଦି ସବମିଟ୍ କଲା ପରେ ଆପଣ ଦେଖିଲେ ଯେ ଆପଣ ସବମିଟ୍ ହେଲା ପରେ ବି ଆପଣ ଜାଣିଲେ ଯେ ଆପଣ କିଛି ଭୁଲଟା ରହିଯାଇଛି। ଆପଣଙ୍କର ସୁପରଭାଇଜର ଆପଣ ଇଣ୍ଟରନେଟ୍ରେ ସବମିଟ୍ ହୋଇଗଲା, ତାପରେ ଜାଣିଲେ ଯେ ଆପଣ କିଛିଟା ଗଲତି ହୋଇଯାଇଛି ଆଉ ଏଡ଼ିଟିଂ କରିବାକୁ ପଡ଼ିବ। ତ ଆପଣ ସବମିସନ୍ କଲା ପରେ ମଧ୍ୟ ଏଡ଼ିଟିଂ କରିପାରିବେ। ତ କେମିତି ଏଡ଼ିଟିଂ କରିବେ, ଆଉ ଗୋଟେ ଅପସନ୍ ଦେଖନ୍ତୁ ଏଡ଼ିଟିଂ ଅପସନ୍ ଅଛି। ଏ ଏଡ଼ିଟିଂ ଅପସନ୍କୁ ଆପଣ କ୍ଲିକ୍ କରିବେ। ଦେଖନ୍ତୁ ଏଡ଼ିଟିଂ ଅପସନ୍ରେ ଆପଣ ଦେଇଛି ଯେଉଁ ଡାଟାଟା ଆପଣଟା ହେଇନି, ଦେଖନ୍ତୁ ଲେଖିଛି ସିଙ୍କ୍ ଲେଖିଛି, ସବମିଟ୍ ହୋଇଯାଇଛି। ତ ଯେଉଁଟା ଭୁଲ ଅଛି ତାକୁ ଆପଣ ଏଡ଼ିଟିଂ କରିପାରିବେ। ତ ଏଡ଼ିଟିଂ କରିବା ପାଇଁ ଆପଣଙ୍କୁ ସେ ଅପସନ୍ ମାଗିବେ, କିଏ ଏଡ଼ିଟିଂ କରିବ କୋଶ୍ଚିନ୍ଟା। ଦେଖନ୍ତୁ ଏଡ଼ିଟିଂ ଅପସନ୍ ଗଲି ମୁଁ।
ହେଲା ସେ ମାଗିଲା ରିଜନ୍ ଆପଣ କାହିଁକି କରିବେ ଓକେ କିଏ କରିବ ଓକେ ଦେଖନ୍ତୁ ରିଜନ୍ ଅପସନ୍ ମାରିଲି ମୁଁ ମାରିଲା ବେଲେ ବାଇ ସୁପରଭାଇଜର ବାଇ ଚାର୍ଜ ଅଫିସର ଆଉ ବାଇ ଓକେ ଆପଣ କ'ଣ କରିବେ ନିଜେ ଆପଣ ସେଲ୍ଫ ମାରିବେ ଦେଖନ୍ତୁ ସେଲ୍ଫ ମାରିଲୁ ଆମେ ତ ସେଲ୍ଫ ମାରିଲା ପରେ ଆପଣ କଣ୍ଟିନ୍ୟୁ କରିବେ ବର୍ତ୍ତମାନ ସେଲ୍ଫ ମାରିଲା ପରେ ଆପଣ କଲେ କଣ୍ଟିନ୍ୟୁ ସୁପରଭାଇଜର କରିବେ ନିଜେ କରିବେ ଏବଂ ଜଣେଇବେ ତାପରେ ଆପଣ ଏଡ଼ିଟିଂ କରିବେ ଓକେ ଏଡ଼ିଟିଂ କଲା ପରେ ନେକ୍ସଟ ଆପଣ ଯେମିତି ଷ୍ଟେପ୍ ଯାଆନ୍ତି ସେ ଷ୍ଟେପ୍ ହିସାବରେ ଆପଣ କରିବେ ଓକେ ଆପଣ ଏ ସବୁ ଡାଟା କରିସାରିଲା ପରେ କନଫର୍ମ ହେଲା ପରେ ଆପଣଙ୍କର ସର୍ଭେ ଯେଉଁଟା ସରିବ ଟୋଟାଲ୍ ଯଦି ଆପଣ 120ଟା ଘର ଅଛି 120ଟା ଘର ଯଦି ଆପଣ ସାରିଲେଣି ସାରିଲା ପରେ ଲାଷ୍ଟ ଅପସନ୍ ଯିବେ ମାର୍କ ଏଜ୍ କମ୍ପ୍ଲିଟ୍ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଛି ମାର୍କ ଏଜ୍ କମ୍ପ୍ଲିଟ୍ ଏଇଟା ଅର୍ଥ ହେଉଛି ଆପଣ ସମ୍ପୂର୍ଣ୍ଣ ପ୍ରୋଜେକ୍ଟ କରିସାରିଲା ପରେ ଆପଣ ସବମିସନ୍ କରୁଛନ୍ତି ଆପଣ ତା ପୂର୍ବରୁ କରିବେନି ଟୋଟାଲ୍ ହାଉସ୍ ହୋଲ୍ଡ କରିଲା ପରେ ଆପଣ ସବମିସନ୍ଟା କରିବେ ତେଣୁ ପ୍ରଥମ କ'ଣ କରିବା ଆମେ ଯଦି ସବୁ କରିସାରିଲା ପରେ ମାର୍କ ଏଜ୍ କମ୍ପ୍ଲିଟ୍ସନ୍ ମାରିବା ଆମେ ଦେଖନ୍ତୁ ମାରିଲି ଏଠି ବି ଆପଣଙ୍କୁ ଡାଟା ମାଗିବ ଆପଣଙ୍କ ଅଣ୍ଡରଟେକିଂ ମାଗିବ ସିଗ୍ନେଚର୍ ମାଗିବ ଓକେ ତେଣୁ ଦେଖନ୍ତୁ ମୁଁ ଏଠି କ୍ଲିକ୍ କଲି ହେଲା ଇଏ ନଟ୍ କମ୍ପ୍ଲିଟ୍ ସେନ୍ସସ୍ ଦେଖିଲା ମୁଁ ଯେହେତୁ କମ୍ପ୍ଲିଟ୍ କରିନି ତେଣୁ ସେନ୍ସସ୍ଟା କମ୍ପ୍ଲିଟ୍ ଲେଖିଲାନି ଆପଣ କମ୍ପ୍ଲିଟ୍ କରି ସାରିଲା ପରେ ଏଇଟା ଶୋ କରିବ ଏଠି ବି ଆପଣଙ୍କର ସିଗ୍ନେଚର୍ଟା ମାରିବେ ସିଗ୍ନେଚର୍ ଦେଇକରି ଆପଣ ସବମିଟ୍ କରିବେ ଓକେ ତ ଆପଣଙ୍କ ଭିଡ଼ିଓ ଯଦି ଭଲ ଲାଗିଛି ଲାଇକ୍ କରିବେ ସେୟାର କରିବେ ଏବଂ ସବସ୍କ୍ରାଇବ୍ କରିବାକୁ ଭୁଲିବେ ନାହିଁ ଜିଓଗ୍ରାଫି ୱିଥ୍ ସଞ୍ଜୟ ପୁରୋହିତ ଥ୍ୟାଙ୍କ ୟୁ ଜୟ ଜଗନ୍ନାଥ ନମସ୍କାର